ମୋ ସହିତ ଅଛନ୍ତି ଓଡ଼ିଶା ପ୍ରଦେଶର ପୂର୍ବତନ ସମ୍ପାଦକ ଏବଂ ପୁରୀ ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ଉମାବଲ୍ଲଭ ରଥ। ଆମେ ତାଙ୍କଠାରୁ କିଛି ରାଜନୈତିକ ଯେଉଁ ଚର୍ଚ୍ଚା ବର୍ତ୍ତମାନ ପାଇଁ ଚାଲିଛି ପୁରୀ ସହର ଭିତରେ, ଯେ ବର୍ତ୍ତମାନ ପାଇଁ ଉମାବଲ୍ଲଭ ରଥ ହେଉଛନ୍ତି କଂଗ୍ରେସର ପ୍ରାର୍ଥୀ ହିସାବରେ ଠିଆ ହୋଇଛନ୍ତି। ତେଣୁ ତାଙ୍କଠୁ ଆମେ ବିସ୍ତୃତ ଭାବରେ ଆଲୋଚନା କରିବା ଯେ କିପରି ରାଜନୈତିକ ପ୍ରଚାର ପ୍ରସାର ରହିଛି ଏବଂ କିପରି ପ୍ରସ୍ତୁତି ରହିଛି ସେ ବିଷୟରେ ଆମେ ବୁଝିବା। ଆଜ୍ଞା, ଆପଣଙ୍କୁ ସ୍ୱାଗତ କରିବି। ବର୍ତ୍ତମାନ ପାଇଁ ଯେଉଁ ରାଜନୀତି, ତ ସେ ରାଜନୀତିର ସଂଜ୍ଞା ବିଷୟରେ କ'ଣ ଆପଣ ଭାବୁଛନ୍ତି? ରାଜନୀତିର ସଂଜ୍ଞା ବର୍ତ୍ତମାନ ଭୋଟ ରାଜନୀତିର ଯେଉଁମାନେ ଦୀର୍ଘ 20 ବର୍ଷ ବା 24 ବର୍ଷ ହେଲା ଶାସନ କରିକି ଆସୁଛନ୍ତି, ସେଥିରେ ସେ ବେଶୀ ଅର୍ଥବଳ ଟଙ୍କା ତାର ବ୍ୟବହାରକୁ ବହୁତ ପରିମାଣରେ ସେମାନେ କରୁଛନ୍ତି। ଲୋକମାନଙ୍କୁ ପ୍ରଲୋଭନ ଦେଖାଉଛନ୍ତି, ମହିଳା ଗୋଷ୍ଠୀମାନଙ୍କୁ ପ୍ରଲୋଭନ ଦେଖାଉଛନ୍ତି, ବିଶେଷ ଭାବରେ ଯୁବକମାନଙ୍କୁ, ଛାତ୍ରମାନଙ୍କୁ। ସେମାନେ କେତେବେଳେ କହୁନାହାନ୍ତି ଯେ ତାଙ୍କ ଦଳର ମୂଲ୍ୟାୟନ କ'ଣ କାମ କରିଛନ୍ତି, କି ବିକାଶ କରିଛନ୍ତି, ସେ ବିଷୟରେ ଆଲୋଚନା କରୁନାହାନ୍ତି ଭୋଟ ବେଳେ। ଯେ ଯଦି ନବୀନ ବାବୁ କରିଥିବେ ଭଲ କାମ, ଏତେ ପଇସା କୋଟି କୋଟି ଟଙ୍କା ଖର୍ଚ୍ଚ କରିବାର କାରଣ କ'ଣ ଭୋଟରେ? ଯଦି ନରେନ୍ଦ୍ର ମୋଦି ତାଙ୍କ ସରକାରରେ ବହୁତ ଭଲ କାମ କରୁଛନ୍ତି, ତାହେଲେ ଏତେ ଟଙ୍କା ଖର୍ଚ୍ଚ କରିକିରି ଯେଉଁପରି ଭାବରେ ଟଙ୍କା ଖର୍ଚ୍ଚ ହେଉଛି ଆପଣ କଳ୍ପନା କରିପାରିବେନି। ବିଜେପି ଦଳ ବୋଧହୁଏ ଗୋଟେ ନିର୍ବାଚନ ମଣ୍ଡଳୀରେ 10 କୋଟି 15 କୋଟି ଟଙ୍କା ଖର୍ଚ୍ଚ ହେଉଛି କେବଳ ନିର୍ବାଚନରେ। ଟଙ୍କାର ପ୍ରଭାବଟା ଏଡ଼େ ଜୋର ହେଇଯାଇଛି, ସେଥିରେ ସମସ୍ତଙ୍କୁ ସେ କିଣିବାକୁ ଚେଷ୍ଟା କରୁଛନ୍ତି ଏବଂ ଲୋକଙ୍କ ଜନମତଟାକୁ ଟାଣି ଓଟାରିକି ଭୋଟ ବାକ୍ସରେ କେମିତି ବସିବ ସେ ଟଙ୍କା ଦ୍ୱାରା କରିବା ପାଇଁ ଚାହୁଁଛନ୍ତି, ଯେ ଲୋକମାନେ କିଣା ହେଇପାରିବେ। ସେଥିରେ ଲୋକଙ୍କୁ ଆଜି ପର୍ଯ୍ୟନ୍ତ ସେମାନେ ଗୋଟେ ପଣ୍ୟ ବସ୍ତୁ ଭାବରେ ବ୍ୟବହାର କରୁଛନ୍ତି ଏବଂ ଲୋକ ମଧ୍ୟ ମୋତେ ପରୀକ୍ଷା କରିଛନ୍ତି। ବିରୋଧୀ ଦଳ ଆସନରେ ସବୁବେଳେ ବସେଇଛନ୍ତି, ସବୁବେଳେ ଦ୍ୱିତୀୟ ଆସନ ବି ଦେଇଛନ୍ତି, କେତେବେଳେ ତୃତୀୟ ଆସନକୁ ନେଇନାହାନ୍ତି। ପୁରୀରେ ଲଢ଼େଇ ବି ଆମେ ଜୋରରେ କରୁଛୁ, ଆମ ଲୋକ କର୍ମୀ ସମସ୍ତେ ଲଢ଼େଇ କରୁଛନ୍ତି ଏବଂ ଆମକୁ ଯେଉଁ ଦାୟିତ୍ୱ ଦେଇଥିଲେ ଆମେ ସେ ଦାୟିତ୍ୱକୁ ମଧ୍ୟ ସୁଚାରୁ ରୂପେ ତୁଲେଇଛୁ। ଲୋକଙ୍କ ସୁରକ୍ଷା। ଆପଣ ଓଡ଼ିଶା ପ୍ରଦେଶ ସାଧାରଣ ସମ୍ପାଦକ ଥିଲେ ଏବଂ ପୁରୀ ଜିଲ୍ଲାର ମଧ୍ୟ ଆପଣ ସଭାପତି ଥିଲେ। ଏବଂ ପୁରୀର ଅନେକ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ହେଉ ଏବଂ ଅନେକ ଅନୁଷ୍ଠାନ ଭିତରେ ଆପଣ ମଧ୍ୟ ସଦସ୍ୟ ଅଛନ୍ତି। କଥା ହେଉଛି ଯେ ବର୍ତ୍ତମାନ ପାଇଁ ଆପଣ ହେଉଛନ୍ତି କଂଗ୍ରେସର ବିଧାୟକ। ତ ଆପଣଙ୍କର ରାଜନୀତି ପ୍ରସ୍ତୁତି କେମିତି ହେଇଛି? କେମିତି କ'ଣ ସଂଜ୍ଞା ନେଇକି ଆପଣ ଲୋକଙ୍କ ପାଖରେ କ'ଣ ମୁଦ୍ଦା ରହୁଛି ଲୋକଙ୍କ ପାଖରେ? ଶୁଣନ୍ତୁ, ଗୋଟେ ବଡ଼ କଥା ହେଉଛି ଗଣତନ୍ତ୍ରରେ ଗଣ ବା ଲୋକ ମାଲିକ, ଜନତା ମାଲିକ। ତାଙ୍କର କାମ ବା ତାଙ୍କର ସ୍ୱର କେତେବେଳେ ଆପଣ ହେଇଛନ୍ତି କି ନାହିଁ, ତାଙ୍କର ସମସ୍ୟାକୁ ଆପଣ କେଦୂର ନେଇକି ଉପସ୍ଥାପନ କରିପାରିଛନ୍ତି, ଲଢ଼େଇ କରିଛନ୍ତି ରାଜରାସ୍ତାରେ, କୋର୍ଟ କଚେରୀରେ ଏବଂ ଶେଷ ପର୍ଯ୍ୟନ୍ତ ଆପଣ ତାଙ୍କ ସହିତ ଅଛନ୍ତି ନାହିଁ, ମଝିରୁ ଛାଡ଼ିକି ଚାଲି ଯାଇନାହାନ୍ତି। ଇଏ ହେଉଛି ପ୍ରଶ୍ନ। ସେଥିପାଇଁ ଲୋକଙ୍କ ଲଢ଼େଇରେ ଆମେ ଯେହେତୁ ସାମିଲ ହେଇଛୁ, ଏ ପ୍ରସ୍ତୁତି ଲୋକ କରିସାରିଛନ୍ତି ଯେ ମୁଁ ଦଳର ପ୍ରାର୍ଥୀ ହେବା ପୂର୍ବରୁ ମଧ୍ୟ ଗାଁ ଗଣ୍ଡାରେ ଲୋକମାନେ ପ୍ରାର୍ଥୀ ହେବା ପାଇଁକା ସେମାନେ କହିଛନ୍ତି ଆପଣ ଆମ ପ୍ରାର୍ଥୀ ହେବେ, ଲୋକଙ୍କ ପ୍ରାର୍ଥୀ ହେବେ। ସେ ଦୃଷ୍ଟିରୁ ମୁଁ ଲୋକଙ୍କ ପ୍ରାର୍ଥୀ ହିସାବରେ ଚାଲିଛି। ସେମାନେ ତାଙ୍କର ପ୍ରସ୍ତୁତି କରି ଆପଣ ଦେଖିଥିବେ, ଯେତେବେଳେ ଆମର ପ୍ରାର୍ଥୀପତ୍ର ଦାଖଲ ହେଲା, ଇଏ ସମସ୍ତ ପ୍ରାର୍ଥୀପତ୍ରର ଯେଉଁ ଶୋଭାଯାତ୍ରା, ଏ ସମସ୍ତ ଶୋଭାଯାତ୍ରାକୁ ସେମାନେ ପରିଚାଳନା କରୁଛନ୍ତି, ସେମାନେ ତାଙ୍କ ଦାୟିତ୍ୱ ନେଇକି କରିଛନ୍ତି। ମୁଁ କେବଳ ଛିଡ଼ା ହେଇଛି। ବିଜେଡି ଥିଲା, ତାପରେ ବିଜେପି ଆସିଲା। ତ ବର୍ତ୍ତମାନ ପାଇଁ ରାଜନୀତି ଅନେକ ଆଜି ବି ଲୋକଙ୍କର ମୌଳିକ ସମସ୍ୟା ରହିଛି। କୋଉଠି ରାସ୍ତାଘାଟ ରହିଛି, କୋଉଠି ଯେମିତି ଆପଣ 1 ନମ୍ବର ୱାର୍ଡ ସୁଜାତ ନଗର ଦେଖେ ସେଠି ପାଣିର ସମସ୍ୟା ରହିଛି, ଅନେକ ସମସ୍ୟା ରହିଛି। ତ କିପରି ଆପଣ ଏହାକୁ ଦେଖୁଛନ୍ତି ଏବଂ ଯଦି ଆପଣ ରାଜନୀତିରେ ବାଜିବାଦ ପାରନ୍ତି ତାହେଲେ ଆପଣ ପ୍ରଥମ ମୌଳିକ କର୍ତ୍ତବ୍ୟ କ'ଣ ରହିବ ଲୋକଙ୍କ ପାଇଁ? ହଁ, ସିଏ ହେଉଛି ସବୁଠାରୁ ବଡ଼ କଥା। ଆଜିକାଲି ରାଜନେତାମାନେ ଲୋକଙ୍କ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ସମସ୍ୟାକୁ ସମାଧାନ କରିବାରେ ଖାଲି ବିଳମ୍ବ କରାଉଛନ୍ତି। ଗୋଟିଏ ଇଲେକ୍ସନ୍ ପରେ ଗୋଟିଏ ଇଲେକ୍ସନ୍ ବହୁତ ଦିନ ପର୍ଯ୍ୟନ୍ତ ଏହି ସମସ୍ୟାକୁ ରଖିଥାନ୍ତି, ଯେ ଲୋକଙ୍କ ମୁଣ୍ଡରେ ସମସ୍ୟା ରହିଲେ ଲୋକ ଅନ୍ୟ କଥା କିଛି ଚିନ୍ତା କରିପାରିବନି। ସେ ଗୋଟିଏ ଦଳକୁ ଭରସା କରିଥିବ, ଏ ସରକାର ଆସିଲେ ଆମକୁ କରିବ। ସେ କଥାଟାକୁ ଯାହା ହଉ ଗତ ନିର୍ବାଚନରେ ଆଉ ଗୋଟେ ଏମ୍ଏଲ୍ଏକୁ ସେ ବଦଳେଇଛନ୍ତି। ସେ ଏମ୍ଏଲ୍ଏକୁ ବଦଳାଇଲା ପରେ ମଧ୍ୟ ଦେଖିଲେ ଲୋକ ଯେ ତାଙ୍କ ପାଇଁକା ଏମ୍ଏଲ୍ଏ ଗୋଟାଏ ଦିନ କେଉଁ ଦିନ ଆଲୋଚନା ବିଧାନସଭାରେ କରିପାରିନାହାନ୍ତି, କି ଲୋକଙ୍କର ସୁପ୍ରିମକୋର୍ଟର ରାୟ ପରେ ମଧ୍ୟ ଚାଷୀଙ୍କୁ ଜମି ଫେରାଇବା କଥା ଆଦେଶ ଥିଲେ ମଧ୍ୟ ସୁପ୍ରିମକୋର୍ଟ ଏତେ ସରକାରଙ୍କୁ ଭର୍ତ୍ସନା କଲେ ମଧ୍ୟ 5 ଲକ୍ଷ ଟଙ୍କା ଅନିଲ ଅଗ୍ରୱାଲକୁ ଜୋରିମାନା ହେବା ସତ୍ତ୍ୱେ ମଧ୍ୟ ସୁପ୍ରିମକୋର୍ଟ ଦ୍ୱାରା ଏଇ ଏମ୍ଏଲ୍ଏ ବିରୋଧୀ ଦଳର ଦାୟିତ୍ୱ ଯାହା, ଏ ଏମ୍ଏଲ୍ଏ ପଦେ ବି ମୁହଁ ଖୋଲି କହିଲେ ନାହିଁ ଚାଷୀମାନଙ୍କୁ ଭାଇ ଜମି ଫେରାଇ ଦିଅ। ସେ ରାୟରେ ପ୍ରକାଶ ପାଇଥିଲା
ଯେ 5 କିଲୋମିଟର ରେଡ଼ିୟସ୍ ଭିତରେ ମଧ୍ୟ ଜମିର ଅଧିକାରକୁ ଦେଇଦେଇଥିଲେ ଅନିଲ ଅଗ୍ରୱାଲା, ଯେଉଁ ଯାହାକୁ ଆମେ କହୁଛୁ ଯେ ପୁରୀ ସହର ମଧ୍ୟ ବିକ୍ରି ହେଇଯାଇଥିଲା। ଯଦି ସୁପ୍ରିମକୋର୍ଟ ଯଦି ତାକୁ ରାୟ ନ ଦେଇଥାନ୍ତା, ଆଜି ଆମେ ପୁରୀ ସହରବାସୀ 200-250 ଗାଁ ଇଏ ସମସ୍ତେ ଅନିଲ ଅଗ୍ରୱାଲା ପ୍ରଜା ହେଇକି ରହିଥାନ୍ତେ। ଇଏ ହେଉଛି ସୁପ୍ରିମକୋର୍ଟର ଜଜମେଣ୍ଟ। ଆପଣମାନେ ପଢ଼ିଲେ ଆପଣ ଜାଣିପାରିବେ, ବୁଝିପାରିବେ ତାକୁ ଚପେଇକି ରଖାଯାଇଛି। ଆପଣ ହଠାତ୍ ଗୋଟେ ପରିଚୟ ଧରିକି ବେଦାନ୍ତ ବିଶ୍ୱବିଦ୍ୟାଳୟର ଲଢ଼େଇ, ଯୋଉଟା କେବଳ ଓଡ଼ିଶାରେ ନଥିଲା, ସମ୍ପୂର୍ଣ୍ଣ ଭାରତରେ ବ୍ୟାପିଥିଲା। ସେ ଲଢ଼େଇ ବିଷୟରେ ଆପଣ କେମିତି କହିବେ, କେମିତି ତାର ଟ୍ରାଜେଡି କ'ଣ ଥିଲା ସେ ଲଢ଼େଇର, ଲୋକଙ୍କର ସମସ୍ୟାକୁ କେମିତି ଆପଣ ଦେଖିଥିଲେ ଏବଂ କ'ଣ ସମାଧାନ ଭାବି ଲଢ଼େଇ କରିଥିଲେ? ଇଏ ହେଉଛି 2006 ମସିହାର ଘଟଣା। ଯେତେବେଳେ ବିଜେଡ଼ି ବିଜେପି ସରକାର ଥିଲା, ସେତେବେଳେ ଗୋଟେ ସରକାର MOU ସ୍ୱାକ୍ଷର କଲେ ବୁଝାମଣା ପତ୍ର ବେଦାନ୍ତ ଷ୍ଟରିଲାଇଟ୍ ଫାଉଣ୍ଡେସନ୍ ସହିତ। ଷ୍ଟରିଲାଇଟ୍ ଫାଉଣ୍ଡେସନ୍ ଯେତେବେଳେ MOU ସାଇନ୍ ହେଲା, ସେଇଟା ହେଇଗଲା ବେଦାନ୍ତ ଫାଉଣ୍ଡେସନ୍। ଯେତେବେଳେ ଜମି ଅଧିଗ୍ରହଣ ହେଲା ଅନିଲ ଅଗ୍ରୱାଲା ଫାଉଣ୍ଡେସନ୍ ନାଁରେ, ସେଥିପାଇଁ ଆପଣ ଦେଖନ୍ତୁ ମୂଳରୁ ଠକାମି ଆରମ୍ଭ ହୋଇଛି। ଷ୍ଟରିଲାଇଟ୍ ଫାଉଣ୍ଡେସନ୍ ଦରଖାସ୍ତ କଲା ସରକାରଙ୍କୁ, ବେଦାନ୍ତ ଫାଉଣ୍ଡେସନ୍ ବୁଝାମଣା ପତ୍ରରେ ସ୍ୱାକ୍ଷର କଲା, ଅନିଲ ଅଗ୍ରୱାଲା ଫାଉଣ୍ଡେସନ୍ ନାଁରେ ଜମି ଅଧିଗ୍ରହଣ ହେଲା। ଆଜି ସବୁ ଜମି ବର୍ତ୍ତମାନ ଅନିଲ ଅଗ୍ରୱାଲା ଫାଉଣ୍ଡେସନ୍ ନାଁରେ। ବିଜେଡ଼ି ବିଜେପି ସରକାର ଥିଲାବେଳେ ତାଙ୍କ ଆଇନ ବିଭାଗ ମନା କଲା ଯେ ଏ କମ୍ପାନୀକୁ ଜମି ଅଧିଗ୍ରହଣ ଦିଆଯାଇପାରିବ ନାହିଁ, କାରଣ ଏ କମ୍ପାନୀର ଯୋଗ୍ୟତା ନାହିଁ। କାରଣ ଏ କମ୍ପାନୀ ଗୋଟେ କ୍ଲବ୍, ଯେମିତି ପୁରୀ କ୍ଲବ୍ ହେଇଛି ସେକ୍ସନ୍ 25ରେ, ଭୁବନେଶ୍ୱର କ୍ଲବ୍ ସେକ୍ସନ୍ 25ରେ, ସେମିତି ଏଇଟା ଗୋଟେ ସେକ୍ସନ୍ 25 କମ୍ପାନୀ ଥିଲା। ସେ କମ୍ପାନୀକୁ ଜମି ଅଧିଗ୍ରହଣ ହେଇକି ଦିଆଯାଇପାରିବନି ବୋଲି ସିଧାସଳଖ ଆଇନରେ ଲେଖା ହେଇଛି। ଏକଥା ଆଇନ ବିଭାଗ କହିଲା। ଆପଣ ଓଡ଼ିଶାର ସ୍ୱାର୍ଥଟାକୁ ତ କେହି ବୁଝିପାରିଲେନି, ହାଇକୋର୍ଟ ବୁଝିପାରିଲେନି, ସୁପ୍ରିମକୋର୍ଟ ବି ବୁଝିପାରିଲାନି। ଏବଂ ସେ କହିଲେ ଯେ ଖାଲି ୟୁନିଭର୍ସିଟି ନାଁରେ ସେ ଫ୍ରଡ଼୍ କରିକିରି ଜମି ଅଧିଗ୍ରହଣ ପାଇଁ ସରକାର ଯେପରି ଭାବରେ ଏତେ ଆଗ୍ରହ ଏବଂ ଅଯାଚିତ ଅନୁକମ୍ପା ଦେଖାଇଲେ, ଯାହାଫଳରେ ଏ ଲୋକମାନେ ଯେଉଁ ନାଗରିକ ହେଇକି ଅଛନ୍ତି ସ୍ୱାଧୀନତା ପରେ, ବର୍ତ୍ତମାନ ପୁଣି ସେ ନାଗରିକରୁ ପ୍ରଜା ହେଇଯିବା ପାଇଁକା ସରକାର ଚାହୁଁଥିଲେ। ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ ଯେ ଆଇନ ବିଭାଗ ମନା କରିବା ସତ୍ତ୍ୱେ ତୁମେ ଦେଲ କେମିତି ଏ ଲୋକଙ୍କୁ। ଏବଂ ସେ ଲୋକ କ'ଣ କରିଥାନ୍ତା, ଆମ ମାଟି ତଳେ କ'ଣ ଅଛି ମୂଲ୍ୟବାନ ଧାତବ ପଦାର୍ଥ, ଯେଉଁ ମୂଲ୍ୟବାନ ମିନେରାଲ୍ସ, ସେଇ ମିନେରାଲ୍ସକୁ ଖଣିଜ ପଦାର୍ଥ ବାଲିରେ ଯେଉଁ ରେୟାର ଆର୍ଥ ଅଛି ତାକୁ ନେବା ପାଇଁ ସେ ଚାହୁଁଥିଲା। ଏବଂ ତାକୁ ଖୋଳିକି ଯଦି ନେଇଯାଇଥାନ୍ତା, ଆପଣଙ୍କର ପୁରୀରେ ସାମୁଦ୍ରିକ ଝଡ଼, ସମୁଦ୍ର ମାଡ଼ି ଆସୁ, ଯାହାକୁ ସେ ରକ୍ଷା କରୁଛି, ସମୁଦ୍ର କୂଳ ଲଙ୍ଘୁନି। କାହିଁକି ନା ସମୁଦ୍ରରେ ଏଇ ଯେଉଁ ମିନେରାଲ୍ସ ଅଛି ସେ ରୋକୁଛି ପାଣିକୁ, ଯେ ପାଣିର ସୀମା ଏତିକି ବାଟ ଲଙ୍ଘିବ, ତାଠୁ ଅଧିକ ଲଙ୍ଘିବନି। ତାକୁ ତ ନେଇଗଲେ ଯାଇଥାନ୍ତା ପୁରା କୋଟି କୋଟି ଟଙ୍କାର ସମ୍ପତ୍ତି, ଲକ୍ଷାଧିକ କୋଟି ଟଙ୍କାର ଉଦ୍ଦେଶ୍ୟ ସେ। ନହେଲେ ଜମି ଅଧିଗ୍ରହଣ ଉପରେ ପୁରୀ ସହରକୁ 250 ଗାଁକୁ କାହିଁକି ସରକାର ନୋଟିଫିକେସନ୍ କରିଦେଲେ ଯେ ଏ ଗାଁର ଲୋକମାନେ, ପୁରୀ ସହରର ଲୋକମାନେ ଯାହା ବି କନଷ୍ଟ୍ରକ୍ସନ୍ କରିବେ, ତା ଜମି ବ୍ୟବହାର କରିବେ, ତାହେଲେ ତାକୁ ପଚାରିକି କରିବେ, ତା ଅନୁମତି ନେଇ କରିବେ। କାହିଁକି କହିଲେ ସରକାର? ସରକାର ସ୍ୱାକ୍ଷର ଥିଲା ଯେ 5 କିଲୋମିଟର ରେଡ଼ିୟସ୍ ଭିତରେ ଯାହା ରହିଲା ଏରିଆ ତା ଉପରେ ତାର ଅଧିକାର। ସେଥିପାଇଁ ସରକାର ପରବର୍ତ୍ତୀ ଅବସ୍ଥାରେ ହାଉସିଂ ଅର୍ବାନ୍ ଡେଭଲପମେଣ୍ଟ ଡିପାର୍ଟମେଣ୍ଟ ଆଉ ଗୋଟେ ନୋଟିଫିକେସନ୍ କଲା ଯେ ଏହିସବୁ ଗାଁ ଅଞ୍ଚଳ 5 କିଲୋମିଟର ରେଡ଼ିୟସ୍ ଭିତରେ ଏମାନେ ବେଦାନ୍ତ କମ୍ପାନୀଠୁ ଅନୁମତି ନେଇକରି ଯାହା ତାଙ୍କ ଜମି ବ୍ୟବହାର କରିବେ। କାଲି ସେ ଚାଷୀ ଧାନ କରୁଛି, ତାକୁ କହିବେ ତୁ ତରଭୁଜ ଲଗା, ସେ ତରଭୁଜ ଲଗାଇବ। ଯାହା ସେ କହିବ ସେଇ ଅନୁସାରେ ତୁମେ କରିବ। ସେ ଯଦି ଅନୁମତି ନ ଦେବ ତୁମେ ଚାଷ ବି କରିପାରିବନି। ମହାପ୍ରଭୁଙ୍କର ସମ୍ପତ୍ତି ଅମୃତମଣେଇ ସମ୍ପତ୍ତି 1300 ଏକର, ମାତ୍ର 8 କୋଟି 80 ଲକ୍ଷ ଟଙ୍କା ତାକୁ ଦିଆହେଇଥିଲା। ଓଡ଼ିଶାବାସୀ ସେ ଟଙ୍କା ବି ସୁଝିଦେଲେ, ସରକାରଙ୍କୁ 24 କୋଟି ଟଙ୍କା ଦେଇଛନ୍ତି। ରାଜ୍ୟବାସୀଙ୍କୁ ଯେ ତୁମେ ଜମି ଫେରାଇ ଦିଅ, ସେ ଟଙ୍କା ଫେରାଇ ଦିଅ ଅନିଲ ଅଗ୍ରୱାଲାକୁ। କିନ୍ତୁ ସରକାର ତ କମ୍ପାନୀ ପାଖରେ ବନ୍ଧା ପଡ଼ିଛନ୍ତି ଏପରି ଭାବରେ ଯେ ସୁପ୍ରିମକୋର୍ଟ ଆଦେଶ ଆସିଲା ପରେ ବି ଜମି ଫେରାଉନାହାନ୍ତି। ଭାବୁଛନ୍ତି ସେ ଜମିଟାକୁ ଫେରାଇ ଦେଲେ ବା ଫେରାଇବା ପାଇଁ ଚାହିଁଲେ ବି ଅନିଲ ଅଗ୍ରୱାଲା କେତେ ଟଙ୍କାଙ୍କୁ ଦେଇକି କିଣିଥିଲା ଏ ସରକାରକୁ, ଯେ ସରକାର ତାକୁ ସୁପ୍ରିମକୋର୍ଟ ଆଦେଶ ମାନିବାକୁ ପ୍ରସ୍ତୁତ ନୁହନ୍ତି। ଏହି ଉଦ୍ଦେଶ୍ୟରେ ଯେ ନିଶ୍ଚିତ ଭାବରେ ଇଲିଗାଲିଟି ହେଇଛି, ଅଣ୍ଡ୍ୟୁ ଫେଭର ହେଇଛି, ସରକାର ତାଙ୍କ ମାଇଣ୍ଡ ଆପ୍ଲାଏ କରିନାହାନ୍ତି, ଏ କଥା ସୁପ୍ରିମକୋର୍ଟ କହିଲା ପରେ ଏସବୁ ଶବ୍ଦ ଗୁଡ଼ାକ ଯେଉଁଟା ମନେ ରଖିଥାନ୍ତୁ, ଇଲିଗାଲିଟି, ଅଣ୍ଡ୍ୟୁ ଫେଭର, ଏଗୁଡ଼ା ସବୁ ପ୍ରିଭେନ୍ସନ୍ ଅଫ୍ କରପ୍ସନ୍ ଆକ୍ଟରେ ଆସେ। ଯେକୌଣସି ପବ୍ଲିକ୍ ସର୍ଭେଣ୍ଟ, ସେ କଲେକ୍ଟର ହେଉ, ଚିଫ୍ ସେକ୍ରେଟାରୀ ହେଉ, ମିନିଷ୍ଟର ହୁଅନ୍ତୁ, ଚିଫ୍ ମିନିଷ୍ଟର ହୁଅନ୍ତୁ, ଯଦି ସେମାନେ ଇଲିଗାଲିଟି କାମରେ ରହିବେ, ଅଣ୍ଡ୍ୟୁ ଫେଭର କାହାକୁ ଦେଖାଇବେ, ତାହେଲେ ବିନା ଗ୍ରାଟିଫିକେସନ୍ରେ କେହି ଗୋଟେ କିଛି ଅନୁଗୃହୀତ ନହେଲେ ମୁଁ କାହିଁକି ଇଲିଗାଲିଟି ହେବ। ଗୋଟେ କଲେକ୍ଟରକୁ 10 କୋଟି ଟଙ୍କା ଦିଆହେଇଥିବ। ଏଠି ଆମର ଯେଉଁ ଥିଲେ ଚିଫ୍ ଆଡ଼ମିନିଷ୍ଟ୍ରେଟର,
टेम्पल जमी को देदेले लॉ डिपार्टमेंट ऑब्जेक्शन करवा सत्वे मध्य जो वेदांत को देते 8 कोटी 80 लक्ष टंकार सी केते कोटी टंका से पाई से परवर्ती अवस्था आरडी से सब केमती हवापाई कले वेदांतर दलाल वेदांतर एजेंट होगी ये जो सरकार जोपरी भाव में लोकों स्वार्थ को बलिदेले जो लोक भोट दे 24 वर्ष काल मुख्यमंत्री कर जो लोक इनको भोट देकी एमएलए कर मंत्री कर सब कर आज समस्ते आखि बुझीदे लोकों कहीं बाहर ना कौ दल भी बाहरानी ये कि गणतंत्र लोकों जे न बाहर से गणतंत्र केमती सेवक हम निहाती भाବରେ ଯେମିତି ଆପଣ କହୁଥିଲେ ଯେ ଆପଣ ସାଧାରଣ ଲୋକଙ୍କ ଅନେକ ଲଢ଼େଇ କରିଛନ୍ତି ସେ ଭିତରେ ଗୋଟେ ବିସ୍ତୃତ ଭାବରେ ଯଦି ଆମେ ଦେଖିବା ତାହେଲେ ବେଦାନ୍ତ ଲଢ଼େଇ ହେଉଛି ଗୋଟେ ବଡ଼ ଲଢ଼େଇ ଯାହାକି ଲୋକଙ୍କ ସ୍ୱାର୍ଥ ପାଇଁ ଆପଣ ଯାଇଛନ୍ତି ତ ରାଜନୀତିରେ ସେଇଭଳି ଲଢ଼େଇ ରହିବ ଲୋକଙ୍କ ପାଇଁ ନା କିଛି ସ୍ୱାର୍ଥ ରହିବ ଶୁଣନ୍ତୁ ରାଜନୀତିରେ ଲଢ଼େଇ ହେଉଛି ସବୁଠୁ ବଡ଼ କଥା ଗୋଟେ ରାଜନେତା ପାଖରେ ଯଦି ରାଜନେତା ଲୋକଙ୍କ ପାଇଁ ଲଢ଼େଇ ନ କଲା ତାହେଲେ ସେ ରାଜନେତାର ପଦବାଚ୍ୟ ହେବା କଥା ନୁହେଁ ଆପଣମାନେ ଦେଖନ୍ତୁ ମୁଁ ଏମଏଲଏ ବି ଥିଲି आम सरकार रे विजु पट्टनायक मुख्यमंत्री भी थिले जेतेबेले मु एमएलए थिली मो नेता सेतेबेले विजु पट्टनायक थिले मधुर जल को 448 एकर तालबणियार को बिकी दउथिले मु सेतेबेले विधानसभा रे प्रश्न उठेली जे मधुर जल भंडार किए बिकुछि एवं किपरि भाव जदि बिका हो ताले पूरी सहर रे मधुर जल पाइबेनी सब पानी नुणी खारा हम से मोर टिकट कटिला परवर्ती अवस्था से भाविले जे ये गोटे आम विरुद्ध सरकार विरुद्ध विधानसभा क्वेश्चन को मुझे भी खातिर कर कंप्रोमाइज करनी किंतु प्रकृत कथा कौन है ना से लड़ई हाइकोर्ट रे कलिकी आज तालबणिया को बंचेलु आम जी जंगल होती देखुए मधुर जल मान 448 एकर यहाँ हूँ लोकों कथा लोक पीबे पा पीबे मंदिर में भोग हम पीवा पा जीवन से भोग भोग हम पा ताले आम कहाँपाई करवा आम एमएलए हवा कहाँपाई लोकों हवा आम को ठिकादार हवानी कि अनिल गोराला हवानी कि आउ कहाँपाई हवानी आम सरकारी कर्मचारी नुहति आम लोक प्रतिनिधि आम कौ सरकार रे किरानी हेनु आम लोक प्रतिनिधि को संविधान एते मर्यादा देछि जे कलेक्टर पाखु गले मध्य कलेक्टर ताको उठिकी रिसीव करिवो ये हूँ मर्यादा पूरी पे राज्य सरकार भी जेमती आपण माने भी करिसन जे परिक्रमा ताको आपण केमि देखुछन शुणु ये अनिल जेमती आपण को कहली एडे बड़ स्काम गोटे होता अनिल गोराला घटना जदि ये 22 मौजावासी लड़ई करन थांते ये जनता चाषी माने मूलिया माने जदि लड़ई करन थांते रास्ता पर आस थांते कोर्ट कचेरी को जाई न थांते ताले से जमी मते फेर न था आज कौन होती आपण श्रीमंदिर परिक्रमा प्रकल्प ये गोटे आपण को संपूर्ण भाव में गोटे भेड़िकी देखाई आपण से मठ मंदिर जो सब अच्छी पाखे चारिकड़ जाक थिला ताको भांगी रुजी देले से मठ को भांगियार अधिकार किए देला सेटा हेरिटेज बिल्डिंग आपणकर ऐतिह्य कोठा सब जो रही आपणकर विदेश मानक ताकू कई भांगती ताकू सुरक्षा दियंती आज एमआर मठ है मंगू मठ है उत्तर पार्श्व मठ है दक्षिण पार्श्व मठ है सांछता मठ है ये जिते भी मठ थिला आमर से कहीं मठ था सबू संप्रदायर मठ होता पुरी रे एवं जगन्नाथ सहित से सब जगन्नाथ भक्त से कीर्तन ये सब हुए ताको भांगी रुजी दे कौन कले ना आम गोटे मेघनाथ पाचेरी चारिकड़े रास्ता करूँ परिक्रमा प्रकल्प है परिक्रमा प्रकल्प कहार लाभ होपण मैंने जानूे कहार लाभ हो भक्तिभाव बढ़ुची ना श्रद्धालु मैंने किसी उपकार पाँच ना शंकराचार्य से सब कौन कहले ना ये हूँ आध्यात्मिक केन्द्र को ये गोटे भोग केन्द्र में परिणत कर साधारण प्रश्न गोटे साधारण बुद्धिजीवी माने बहुत कथा उठाती जे बाहर परिक्रमा प्रकल्प है किंतु भीतर परिक्रमा प्रकल्प होई नै भीतर जो श्रीजीव अछंती तांको वर्तमान असरपा और मूसा खाई गले कौन सत आप शुणु मु तो से भर को जाई ना कि मोर कह कथा शास्त्र रे नियम अच्छी शास्त्र रे व्यवस्था माने कहुई श्रीमंदिर भीतर परिक्रमा भीतर बेढ़ा परिक्रमा भक्त माने करिवे किंतु मेघनाथ पाचेरी बेढ़ा मेघनाथ पाचेरी परिक्रमा करवा शास्त्र रे कोठी नाही सेथिबाई ये परिक्रमा प्रकल्प होती कंपनी मानक पई मु आपन को आज भी कहि दउची आपण देखंतु को मानक दायित्व दिया जायछि श्रीमंदिर परिक्रमा प्रकल्प रे काम से ठिकादार माने किए तमिल ठिकादार आंध्र ठिकादार गुजराती ठिकादार से माने काम ओडिया ठिकादार के एलिजिबल हेलेनी एलिजिबल हेलेनी माने से जो क्राइटेरिया रखिथिले सब से रखिथे जे जार 1000 कोटी टका टर्न ओवर थी 200 कोटी कि 500 कोटी टका टर्न ओवर थी ओडिया कंट्राक्टर नथिबो किंतु जो काम ओडिया कंट्राक्टर माने सबू करिसंती आम राज्य रे किंतु तांकु केमती काटिगिरी वर्तमान बाहर लोक करिवे ये व्यवस्था ये जो अनिल गोराला नब आपणकर एमआर मठ
ଆପଣଙ୍କର ଆଦାନୀ ନେବ ଗୋଟେ ମଠ, ଟାଟା କମ୍ପାନୀ ଗୋଟେ ମଠ ନେବ, ଜିନ୍ଦଲ ଗୋଟେ ମଠ ନେବ, ସେମାନେ କ'ଣ କରିବେ? ଅତ୍ୟାଧୁନିକ ଧର୍ମଶାଳା କୁହାଯାଉଛି, କିନ୍ତୁ ସେ ହୋଟେଲ ହେବ। ସେଥିପାଇଁ ତାଙ୍କର ସବୁ କାମ ହେଲା ଯେ ଗୋଟେ ଚିହ୍ନ ରଖିବେ। ଶ୍ରୀଜଗନ୍ନାଥ ମନ୍ଦିର ଇଏ ହେଉଛି ଭାରତବର୍ଷର ଗୋଟେ ଆଧ୍ୟାତ୍ମିକ ରାଜଧାନୀ, ପୁରୀ ଶ୍ରୀମନ୍ଦିର ଶ୍ରୀକ୍ଷେତ୍ର। ତାକୁ ପାଖରେ ଟାଟାର ଗୋଟେ ବୋର୍ଡ଼ ଲାଗିବ, ଟାଟାର ଗୋଟେ ହୋଟେଲ ରହିବ, ଧର୍ମଶାଳା ରହିବ, ଆଦାନୀର ଗୋଟେ ରହିବ। ସେମିତି ଆଗରୁ ଆପଣ ପୁରାତନ ଦିନରେ ଦେଖିଥିବେ ସବୁ ବାଗେଡ଼ିଆ ନାଁରେ ଧର୍ମଶାଳା, ସେମାନେ ସବୁ ବଡ଼ ବଡ଼ ସେଠ ମାନେ ଥିଲେ। ଏଠି ଦୁଧୱାଲା ଏମାନଙ୍କ ସେ କାଳରେ ସେମାନେ ସବୁ ସେଠ ଥିଲେ, ସେମାନେ ସବୁ କରିଥିଲେ ଭକ୍ତମାନଙ୍କ ପାଇଁକା। ଏମାନେ କ'ଣ କରିବେ? ଏମାନେ ସେଇ କାର୍ଯ୍ୟ କରିବେ ଅତ୍ୟାଧୁନିକ ଭାବରେ, କିନ୍ତୁ ଐତିହ୍ୟ ବିଲ୍ଡିଂକୁ ଭାଙ୍ଗିକିରି ତାକୁ କରିବା ଇଏ କେତେ ଦୂର ଠିକ୍ ହେଇଛି ମୁଁ କାହିଁ ଭାବୁଛି ଠିକ୍ ହେଇନାହିଁ। ଦ୍ୱିତୀୟ କଥା ହେଉଛି ଆପଣ ଏଇ ଜମି ଅଧିଗ୍ରହଣ ଯେଉଁ କରିକି ତାକୁ ପରିକ୍ରମା ପ୍ରକଳ୍ପ ନାଁରେ କୋଟି କୋଟି ଟଙ୍କା ଲୁଟ୍ କରିନେଲେ, ଆପଣ ଜମି ଅଧିଗ୍ରହଣ ସେକ୍ସନ୍ 4 କେବଳ ନୋଟିଫିକେସନ୍ ହେଲା ପରେ ସେକ୍ସନ୍ 5, 6, 7, 8, 9, 10, 11 କିଛି ହେଲାନି କି ଜନଶୁଣାଣି ହେଲାନି। ଲୋକଙ୍କ ପାଖକୁ ସିଧାସଳଖ ଗଲେ, ପୋଲିସ ଗଲା ଧମକେଇଲା, ଦସ୍ତଖତ କର ଯେ ଆମେ ସ୍ୱ ଇଚ୍ଛାରେ ଜଗନ୍ନାଥଙ୍କୁ ଦାନ କଲୁ ଏ ପ୍ରକଳ୍ପ। ଆପଣ ନିଜେ ତ ଅନୁସନ୍ଧାନ କଲେ ଜାଣିବେ। ପରିକ୍ରମା ପ୍ରକଳ୍ପ ହଜାର ହଜାର କୋଟି ଟଙ୍କାର ଖର୍ଚ୍ଚ, ସେ ଭିତରେ କେବଳ ରାଜନୀତି ଏବଂ ରାଜନେତା ମାନେ ସାମିଲ ଅଛନ୍ତି ନା କିଛି ବଡ଼ ବଡ଼ ଅଫିସର୍ସ ମାନେ ମଧ୍ୟ ସାମିଲ ଅଛନ୍ତି? ଆପଣ ଦେଖନ୍ତୁ, ଯେଉଁମାନେ ମନ୍ଦିର ବିଷୟରେ ବା ପୁରୀ ବିଷୟରେ ଜାଣନ୍ତି ନାହିଁ, କେବଳ ଟଙ୍କା ଶୋଷିବା, କମ୍ପାନୀମାନଙ୍କୁ ପୋଷିବା ଯେଉଁମାନଙ୍କର କାମ, ଯେଉଁମାନେ ଏଠି ନିୟନ୍ତ୍ରଣ କରୁଛନ୍ତି, ଆମେ ତ ଓଡ଼ିଶା ସରକାର କେମିତି ନିୟନ୍ତ୍ରିତ ହେଉଛି ଆମେ ଜାଣିଛେ, ସେଇମାନଙ୍କ ନିଷ୍ପତ୍ତିରେ ଏ କଥା ହେଉଛେ। ଏବଂ ସେମାନଙ୍କର ଏଇ ଯେଉଁ ଅଦୂରଦୃଷ୍ଟି ପଦକ୍ଷେପରେ ଆଜି ପୁରୀ ସହରର ଯେଉଁ ଆଧ୍ୟାତ୍ମିକ ପରିବେଶଟା ନଷ୍ଟ ହେଉଛି, ଗୋଟେ କମର୍ସିଆଲ କ୍ୟାପିଟାଲ ହେବାକୁ, ମାନେ କମର୍ସିଆଲ ସିଟି ହେବାକୁ ଯାଉଛି, ଆଉ ସେ ଆଧ୍ୟାତ୍ମିକ ପରିବେଶ ନଷ୍ଟ ହେଉଛି। ଆପଣ ଚାରିଦ୍ୱାର କାହିଁକି ରଖାଯାଇଥିଲା? ସେତେବେଳେ ଲୋକ ସଂଖ୍ୟା କ'ଣ ଥିଲା? କିଛି ନଥିଲା। ଭକ୍ତ କେତେ ଆସୁଥିଲେ? କିଛି ଆସୁନଥିଲେ, ବେଶୀ ଆସୁନଥିଲେ, ଲୋକ ଆସୁଥିଲେ, କିନ୍ତୁ ଚାରିଦ୍ୱାର ସେତେବେଳେ ଥିଲା। ବର୍ତ୍ତମାନ ତ ତା'ର 50 ଗୁଣ ଲୋକ ସଂଖ୍ୟା ବଢ଼ିଲାଣି। ଚାରିଦ୍ୱାର ବନ୍ଦ କରିବାର କାରଣ କ'ଣ? ନା ଲୋକ ସଂଖ୍ୟା କମିଗଲେ ବୋଲି ଆମେ 2 ଦ୍ୱାର ବାଟେ ଯିବା ଆସିବା କରିବା। ସ୍ଥାନୀୟ ଲୋକ କିଏ ହଇରାଣ ହେଉଛନ୍ତି, ଭକ୍ତମାନେ କିଏ ହଇରାଣ ହେଉଛନ୍ତି। ଏଇ ଯଦି କଥା ନ ବୁଝିପାରିଲା 2 ଦ୍ୱାର ବନ୍ଦ କରିବାର କାରଣ କ'ଣ? ରତ୍ନଭଣ୍ଡାର ଚାବି 5 ବର୍ଷ ହେଲା ହଜିଗଲାଣି। ଆପଣଙ୍କ ଘର ଚାବି, ନବୀନ ପଟ୍ଟନାୟକଙ୍କ ଘର ଚାବି ବା ତାଙ୍କ ଆଲମିରା ଚାବି ଯଦି ହଜିଯିବ, ସେ ହଜିଗଲେ କେତେ ଦିନ ଲାଗିବ ତାଙ୍କୁ ଇଏ କରିବା ପାଇଁକା? 5 ବର୍ଷ ଲାଗିବ, 4 ବର୍ଷ ଲାଗିବ। ଯଦି ଆପଣ ବିଧାୟକ ହୁଅନ୍ତି, ଲୋକମାନେ ଆପଣଙ୍କୁ ସମର୍ଥନ କରନ୍ତି, ତାହେଲେ ଚାରିଦ୍ୱାର ଯେଉଁ ବର୍ତ୍ତମାନ ପାଇଁ ଚାଲି ଚର୍ଚ୍ଚା, ଏଗୁଡ଼ା ସବୁ ସାଙ୍ଗେ ସାଙ୍ଗେ ତତ୍କ୍ଷଣାତ ହେଇଯିବ, ଖୋଲିଯିବ। ଇଏ ଏକ ବାପାଙ୍କ ସମ୍ପତ୍ତି ନୁହେଁ। ଜଗନ୍ନାଥ କାହାର ନୁହନ୍ତି, ସରକାରଙ୍କର ନୁହନ୍ତି, ଜଗନ୍ନାଥ ଭକ୍ତଙ୍କର, ଶ୍ରଦ୍ଧାଳୁଙ୍କର। ଇଏ ସରକାର ନିୟନ୍ତ୍ରଣ କରୁଛନ୍ତି କ'ଣ? ଇଏ ଲୁଟ୍ କରିବା ପାଇଁକା। ରତ୍ନଭଣ୍ଡାର ଲୁଟ୍ ହେବାକୁ ଯାଉଛି। ଏ ଶ୍ରୀ ସେତୁ ହେଇଛି ସେ ଲୁଟ୍ ଭଣ୍ଡାରର ରାସ୍ତା। ଦୁଆର ନ ଖୋଲିବାର ଇଏ ବି ଗୋଟେ ରହସ୍ୟ ଆପଣ ମନେ ରଖିଥାନ୍ତୁ। ବନ୍ଦ କରିକି କ'ଣ ହେବ? ଶ୍ରୀମନ୍ଦିର ନାଁରେ ଗୋଟେ ବାଟାଲିୟନ୍ ତିଆରି ହେଉଛି, ପୋଲିସ ବାଟାଲିୟନ୍, ଯାହାକୁ ଦମନ କରିବ, ସେ ସେବାୟତଙ୍କୁ ଦମନ କରିବ, ଭକ୍ତମାନଙ୍କୁ ଦମନ କରିବ। କେହି ରହିବେନି ମନ୍ଦିର ବେଢ଼ା ଭିତରେ, ଯେଉଁଥିରେ 1000 ପୋଲିସ ରହିବେ। ଶ୍ରୀମନ୍ଦିର ବାଟାଲିୟନ୍ ହେବାର ଆବଶ୍ୟକତା କ'ଣ ଅଛି? ଆମର ତ ଏଠି ପଢ଼ିଆରୀ ନିଯୋଗ ପୋଲିସ, ଆମର ପୋଲିସ ପୁରୀର ଶ୍ରୀମନ୍ଦିରର ପୋଲିସ କହିଲେ ପଢ଼ିଆରୀ ନିଯୋଗ, ଆମେ ତାଙ୍କୁ କେଉଁ ସୁରକ୍ଷା ଦାୟିତ୍ୱ? ଇଏ ସୁରକ୍ଷା ପାଇକା ଶ୍ରୀମନ୍ଦିର ବାଟାଲିୟନ୍ କାହାକୁ ଜନଶୁଣାଣି କରିଥିଲେ ନା ଜନତାଙ୍କୁ ପଚାରିଥିଲେ ନା ଭକ୍ତମାନଙ୍କୁ ପଚାରିଥିଲେ ନା ପୁରୀରେ କାହାକୁ ପଚାରିଥିଲେ? କାହା କନସେଣ୍ଟ ନେଇକି କଥା କରାଯିବ? ଏଇ କ'ଣ ଗଣତାନ୍ତ୍ରିକ ରାଷ୍ଟ୍ର ନା ଗୋଟେ ଏକଛତ୍ରବାଦ ରାଷ୍ଟ୍ର? ସେ ଭକ୍ତମାନଙ୍କର ଯେଉଁ ଇଚ୍ଛା ସେ କଥା ହେଉନାହିଁ। ଆଧ୍ୟାତ୍ମିକ ପରିବେଶକୁ ନଷ୍ଟ କରାଯାଉଛି। ଇଏ ସହରକୁ ଭାବୁଛନ୍ତି ଯେ ଏଇକୁ ବେପାର ବାଣିଜ୍ୟ ସହର କରିକି ଏଠୁ କିନ୍ତୁ ଲୁଟିବା। ପୁରୀଟା ଗୋଟେ ଆକର୍ଷଣୀୟ, ଏଠି ସମୁଦ୍ର ଅଛି। ବର୍ତ୍ତମାନ ଏଠି ବଡ଼ ବଡ଼ ହୋଟେଲ ମାନେ ସାଙ୍ଗେ ସାଙ୍ଗେ ଜାଗା ପାଇଯାଉଛନ୍ତି ସମୁଦ୍ର କୂଳରେ, କିନ୍ତୁ ଯେଉଁମାନେ ବସ୍ତି ଅଞ୍ଚଳରେ ରହିଛନ୍ତି, ଗରିବ ଲୋକ, ଯେଉଁମାନେ ଶହ ଶହ ବର୍ଷ ଧରିକିରି ମଠ ମନ୍ଦିରର ଜମିରେ 2 ଡେସିବିଲ୍ 3 ଡେସିବିଲ୍ ଜାଗା 5 ଡେସିବିଲ୍ ଜାଗାରେ ରହୁଛନ୍ତି, ତାଙ୍କ ଜମିର ଥଇଥାନ କଥା ହେଇପାରୁନି। ସେମାନେ ସବୁ ଜବରଦଖଲକାରୀ ହେଇଗଲେ। ଆମେ ଦ କୁଇଭରରେ ଅନେକ ଖବର ପ୍ରସାରଣ କରୁଛୁ, ଓଡ଼ିଶାର କୋଣ ଅନୁକୋଣରୁ ଅନେକ ଲୋକଙ୍କ ସମସ୍ୟାକୁ ଦେଖେଇଛୁ। ସେଭଳି ଅନେକ ଏବେ ବି ପୁରୀ ସହର ଭିତରେ ଯେଉଁଠି ହିତାଧିକାରୀ ଅଛନ୍ତି, ଯେ ଆବାସ ଯୋଜନା ପାଇଁ ହୁଅନ୍ତୁ ବା ସରକାରଙ୍କର ଯେଉଁ ଯୋଜନା ଅଛି, କିନ୍ତୁ ଏବେ ବି ସେମାନେ ବଞ୍ଚିତ। ଆପଣ ଦେଖନ୍ତୁ, ଗୋଟେ ଭାରି ବଡ଼ ଲଜ୍ଜାକର ପରିସ୍ଥିତି କୁହାଯାଉଛି ଯେ ଆମେ ମାଗଣା ଦେଉଛୁ ଚାଉଳ ଲୋକଙ୍କୁ। କ'ଣ ତା ମାନେ କ'ଣ? ମାଗଣା ଚାଉଳ କାହାକୁ ଦେଉଛ ତମେ? ମାଗଣା ଚାଉଳ ବର୍ତ୍ତମାନ ସାରା ଦେଶରେ 81 କୋଟି ଲୋକ ପାଉଛନ୍ତି। ମାନେ ସରକାର ବାହାଦୁର ନେଉଛନ୍ତି, ଆମେ ଦାରିଦ୍ର୍ୟ କମେଇ ଦେଲୁ, ଆମର ବର୍ତ୍ତମାନ ବେରୋଜଗାରୀ ଦୂର ହେଇଗଲା, ସବୁ କଥା କହୁଛନ୍ତି। ଏଇ ଲୋକ ମାଗଣା ଖାଇବା ଲୋକ ଏତେ ଲୋକ ଅଛନ୍ତି ଏ ଦେଶରେ, ତମେ ଲୋକଙ୍କୁ କହୁଛ ଯେଉଁ ଲୋକଙ୍କ ଟିକସରେ ଏ ସରକାର ଚାଲିଛି। ଶୁଣନ୍ତୁ, ଇଏ ଚାଉଳ ଯୋଜନା କେତେ ଟଙ୍କା? ଗୋଟେ ଆପଣ ଯଦି ହିସାବ କରିବେ 200 ଟଙ୍କାର ଚାଉଳ ଦେଉଛନ୍ତି ଗୋଟେ ଲୋକକୁ। ସେ ଡାଲି କିଣୁଛି, ତେଲ କିଣୁଛି, ସାବୁନ କିଣୁଛି, ସବୁ କିଣୁଛି।
ସବୁ କିଣୁଛି ଟିକସ କେଉଁଥିରେ ମୁଢ଼ିରେ ପଡ଼ିଗଲା ଟିକସ ବର୍ତ୍ତମାନ ଇଏ 5% ଦହିରେ ଦୁଧରେ ସବୁଥିରେ ଟିକସରେ ନେଇଗଲେ 2,000 ଟଙ୍କା ଗୋଟେ ଲୋକକୁ 200 ଟଙ୍କା ଦେଇଦେଲେ ମାସକୁ 2,000 ଟଙ୍କା ତାଠୁ ଟିକସ ନେଇଗଲେ ଗରିବ ଲୋକଟେ ତ କିଣିବ ନା ତେଲ କିଣିବ ଘିଅ କିଣିବ ଡାଲି କିଣିବ ପିଆଜ କିଣିବ ଯାହା ବି କିଣିବ ସବୁଥିରେ ଟିକସ ବର୍ତ୍ତମାନ ସରକାର ବସେଇ ଦହି ଚୁଡ଼ାରେ ମୁଢ଼ିରେ ଟିକସ ପଡ଼ିଗଲାଣି ବର୍ତ୍ତମାନ ଆଉ ଆପଣ ଗରିବ ଲୋକଙ୍କୁ ଖାଇବା ପାଇଁକା କ'ଣ କରୁଛନ୍ତି ନା ଆମେ 200 ଟଙ୍କା ଚାଉଳ ଦେଉଛୁ ମାଗଣା ଆମେ ବନ୍ଦ କରିଦେବୁ ଆରେ ଭାଇ ମାଗଣା ଫାଗଣା କିଛି ନୁହେଁ ଆମରି ପଇସା ନେଇକି ତୁମେ ଦେଉଛ ଏ କଥାକୁ ଲୋକଙ୍କୁ ବୁଝେଇବାକୁ ହେବ ଗଣିତକୁ ସେ ଯେତେ ଯାହା ବୁଝାନ୍ତୁ ସେ ଗଣିତରେ ବର୍ତ୍ତମାନ ଫେଲ୍ ଭାରତ ସରକାର ରାଜ୍ୟ ସରକାର ଗୋଟିଏ ଇଣ୍ଡଷ୍ଟ୍ରି ହେଲା ନାହିଁ ଓଡ଼ିଶାରେ ଭାରତବର୍ଷରେ ହାଇଏଷ୍ଟ 45 ବର୍ଷ ଇତିହାସରେ ହାଇଏଷ୍ଟ ବେରୋଜଗାରୀ ତାଙ୍କରି ହିସାବ କହୁଛି କେନ୍ଦ୍ର ସରକାରଙ୍କ ହିସାବ ତାହେଲେ ଆମେ କ'ଣ କରୁଛୁ ଆମ ଆଚିଭମେଣ୍ଟ କ'ଣ ଆଦାନୀ ପରି ଲୋକ ଅନିଲ ଗୋରାଲା ପରି ଲୋକ ଏଇମାନଙ୍କର ପୋଜିସନ୍ ବହୁତ ବଢ଼ିଗଲାଣି ଗରିବ ଧନୀ ଭିତରେ ତାରତମ୍ୟ ବହୁତ ବଢ଼ିଗଲାଣି ଗରିବ ସାଂଘାତିକ ମଧ୍ୟବିତ୍ତ ସାଂଘାତିକ ଅବସ୍ଥାରେ ପହଞ୍ଚିଲାଣି ମଧ୍ୟବିତ୍ତଙ୍କ ଅବସ୍ଥା ବହୁତ ଯେଉଁମାନେ ଏଠି ବଞ୍ଚିବେ ଧନୀ ଲୋକ ହିଁ ବଞ୍ଚିବ ଆଉ କିଏ ବଞ୍ଚିବେନି ଯଦି ଆପଣ ବିଧାୟକ ହୁଅନ୍ତି ତିନୋଟି ଯୋଜନା ଆପଣଙ୍କର କ'ଣ ଶୁଣନ୍ତୁ ପୁରୀ ପାଇଁକା ତ ଗୋଟେ ଶ୍ରୀକ୍ଷେତ୍ରରେ ଗୋଟେ ପୁଣି ସେଇ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ହେଉଛି ଆମର କାମ ଓଡ଼ିଶାର ଜଗନ୍ନାଥଙ୍କ ସଂସ୍କୃତି ଜଗନ୍ନାଥଙ୍କର ପରମ୍ପରା ଧର୍ମ ଏକୁ ପୁରୀ ସହରରେ କିପରି ଭାବରେ ରହିବ ମଠ ସଂସ୍କୃତିକୁ ବଞ୍ଚେଇବାକୁ ହେବ ଇଏ ସମସ୍ତ କଥା ସହିତ ଶିକ୍ଷା ସ୍ୱାସ୍ଥ୍ୟ ରାସ୍ତା ଘାଟ ଡ୍ରେନ୍ ଏ ସହରକୁ ମଧ୍ୟ ଗୋଟେ ସୁନ୍ଦର ପରିବେଶ ସହର ଗଢ଼ିବାକୁ ପଡ଼ିବ ଯାହାକୁ ଆମେ ଚାହୁଁଛେ ଯେ ଇଏ ହେଇପାରିଥାନ୍ତା କିନ୍ତୁ ଏକୁ କରେଇ ଦେଉନାହାନ୍ତି ସରକାର ଏବଂ ରାଜନେତାମାନଙ୍କ ମୁଣ୍ଡ କ'ଣ କାମ କରୁଛି ଯେ ଆମେ କେତେ ଅର୍ଥ ରୋଜଗାର କରିପାରିବା ଟଙ୍କା ରୋଜଗାର କରିପାରିବା ଆମ ଲୋକ ଆମ ଠିକାଦାର ଏମାନେ ବଢ଼ିବେ ଆମେ ନିର୍ବାଚନରେ ଖର୍ଚ୍ଚ କରି ଲୋକଙ୍କ ମୁଣ୍ଡ କିଣିବା ଇଏ ହେଉଛି କଥା ସେଥିପାଇଁ ନିର୍ବାଚନରେ ଆମେ ଗୋଟେ ମେଣ୍ଢାକୁ କିଣିଲା ବେଳକୁ 12,000 ଟଙ୍କା ଦେଉଛୁ ଗାଈକୁ କିଣିଲା ବେଳକୁ 60,000 ଟଙ୍କା ଦେଉଛୁ ମଣିଷକୁ ଆମେ 1,000 ଟଙ୍କାରେ କିଣି ଦେଉଛୁ ସେଇ ହିସାବରେ ବର୍ତ୍ତମାନ କହୁଛନ୍ତି ଆମେ 2 କୋଟି ଟଙ୍କା ଖର୍ଚ୍ଚ କରିଦେବୁ ଗୋଟେ ନିର୍ବାଚନ ମଣ୍ଡଳୀରେ ଆଶ୍ଚର୍ଯ୍ୟ କଥା କାହାକୁ ଦେଇ କିଣିବ କାହାକୁ କିଣିବ ତୁମେ ମଣିଷ ମୋର ଜନତାଙ୍କୁ କହିବା କଥା ଆପଣ ମାଲିକ ଜନତା ହେଉଛି ମାଲିକ ଯିଏ MLA ହେବ ସେ ଆପଣଙ୍କର ସେବକ ହେବ MP ଯିଏ ହେବ ସେବକ ସରପଞ୍ଚ ସେବକ କାଉନସିଲର ସେବକ ଏମାନେ ସବୁ ସେବକ ମାଲିକ ହେଉଛି ଜନତା ଯଦି ଜନତା ମାଲିକ ହେଇକିରି ଯଦି ଠିକ୍ ଭାବରେ ସେ ତା ସେବକକୁ ନିଯୁକ୍ତି ନ କରେ ତାହେଲେ ମାଲିକକୁ ଭୋଗିବାକୁ ପଡ଼ିବ ଯେମିତି ଆମେ ଘରେ ମଧ୍ୟ ଯାହାକୁ ଆମେ ରଖୁ ଆମର ସେବକ ଭାବରେ ଯଦି ସେ ଚୋରି କଲା ଚପଟ କଲା ଆମ ଘର ଦୁର୍ବଳ ହେଇଯିବ ସେମିତି ଆମ MLA ମାନେ ରାଜନେତାମାନେ ଯେଉଁମାନେ ତାଙ୍କର ସେବକ ନେତା ସେମାନେ ଯଦି ଏହିପରି ଭାବରେ ଲୁଟ୍ କରିବେ ଜନତା ଦୁର୍ବଳ ହେଇ ଚାଲିଥିବେ ସବଳ କିଏ ହେବେ ନା MLA ମାନେ ସବଳ ହେବେ MLA ଙ୍କ ଆର୍ଥିକ ଶକ୍ତି ବହୁତ ବଢ଼ିଯିବ ଏ ବର୍ଷ MLA 5 କୋଟି ଖର୍ଚ୍ଚ କଲେ ଆର ବର୍ଷ MLA 10 କୋଟି ଖର୍ଚ୍ଚ କରିପାରିବେ 100 କୋଟି ଘରେ ଜନତାଙ୍କର କ'ଣ ହେବ ଜନତା ଏଥରକ 500 ଟଙ୍କା ମାଗୁଥିଲେ 1,000 ଟଙ୍କା ମାଗୁଥିଲେ ଆରଥରକ ଆର ଇଲେକ୍ସନକୁ 2,000 ଟଙ୍କା ମିଳିବ ଲୋକଙ୍କର ଏଇ ଅବସ୍ଥା ହେବ ଧୀରେ ଧୀରେ ତାଙ୍କ ଲୋକଙ୍କର ପତନ ହେବ ଲୋକଙ୍କୁ ସେ ପତନ ମୁଖେ କଲେ ସେ ଭାବୁଛନ୍ତି ଭୋଟ ରାଜନୀତିରେ ଆମେ ଜିତିବୁ ପଇସା ବଳରେ ପଇସା ବଳକୁ ଆମେ କେମିତି ପ୍ରତିହତ କରିବା ଏ କଥା ମୁଁ ଜନତାଙ୍କୁ ବୁଝାଉଛି ମୋର ପାଖରେ ଟଙ୍କାଟେ ନାହିଁ ମୁଁ ବୁଝାଉଛି ଆପଣମାନେ ମାଲିକ ତ ନିଯୁକ୍ତି କରିବ ସେବକକୁ ସେବକ କ'ଣ ବାଣ୍ଟିବ ସେବକ କେଉଁଠୁ ପଇସା ଆଣୁଛି ପଚାରିବାକୁ ପଡ଼ିବ ସେବକ ପଇସା କେଉଁଠୁ ଆଣୁଛି ଏ କଥା ଯେତେବେଳେ ଜନତା ପ୍ରଶ୍ନ ପଚାରିବେ ସେତେବେଳେ ସେବକଙ୍କ ମୁହଁ ବନ୍ଦ ହେଇଯିବ ମୋର ରାଜନୀତିକ ରାସ୍ତା ଏହା ନିହାତି ଭାବରେ ବର୍ତ୍ତମାନ ଆମେ କଥା ହେଉଥିଲେ ଯେ ପୁରୀର ଯିଏ ବର୍ତ୍ତମାନ ପାଇଁ ବିଧାୟକ ପ୍ରାର୍ଥୀ ଅଛନ୍ତି କଂଗ୍ରେସରୁ ଉମାବଲ୍ଲଭ ରଥଙ୍କ ସହିତ ସେ ବିସ୍ତୃତ ଭାବେ ଆମେ ଆଲୋଚନା କଲେ କିପରି ରାଜନୈତିକ ପ୍ରଚାର ରହୁଛି କ'ଣ ପୁରା ସମସ୍ୟା ଅଛି କିପରି ସମାଧାନ କରାଯିବ ଏବଂ ଆଗକୁ ରାଜନୀତି ଏବଂ ରାଜନୀତି ପରେ କ'ଣ ସବୁ ମୁଦ୍ଦା ଲୋକଙ୍କ ପାଇଁ ରହିବ ଏବଂ ଲୋକଙ୍କର ପାଇଁ କ'ଣ ସହାୟକ ହେବ ସେ ବିଷୟରେ ଆମେ ବିସ୍ତୃତ ଭାବେ ଆଲୋଚନା କରୁଥିଲେ ପୁରୀରୁ ପ୍ରତାପେଶ୍ୱର ଦ କୁଇବାର।